ଆଜ୍ଞା ଉପରେ ଯେଉଁ ଛୋଟ ଛୁଆଟି ଦେଖୁଛନ୍ତି ନା ଆଜ୍ଞା ତାର ଜନ୍ମଦିନ ଥିଲା ଏବଂ ତା ବାପା ଆଉ ମା ତା ମନ ପସନ୍ଦର କେକ୍ ଆଣିଥିଲେ କିନ୍ତୁ ସେ କେକ୍ ତା ପାଇଁ କାଳ ହୋଇଯିବ ବୋଲି ଆଜ୍ଞା କିଏ ଜାଣିଥିଲା। ସେ କେକ୍ ଛୁଆଟି ବହୁତ ଖୁସିରେ କାଟିବାକୁ ଯାଇଥିଲା ଏବଂ କାଟିବା ପୂର୍ବରୁ ଉପରେ ଥିବା ଚକୋଲେଟ୍ ଗୁଡ଼ାକୁ ସେ ଖୁସିରେ ଖାଇ ଦେଇଥିଲା। ଖାଇଦେଲା ପରେ ବାର୍ଥଡେ ତ ସେଲିବ୍ରେସନ୍ ସରିଗଲା। ଯେତେବେଳେ ଛୋଟ ଛୁଆଟି ରାତିରେ ତାର ପେଟ ଯନ୍ତ୍ରଣା ଜୋରରେ ହେଲା, ତା ମାଆ କି ତା ବାପା ଭାବିଲେ କି ଯେହେତୁ ଆଜି କେକ୍ ଫେକ୍ ଅଧିକ ଖାଇଛି ସେଥିଲାଗି ପେଟ ହେଉଥିବ। ସେଥିଲାଗି ଯେତେବେଳେ ବାରମ୍ବାର ଅତିରିକ୍ତ ପେଟ ଯନ୍ତ୍ରଣା ବଢ଼ି ଚାଲିଲା ତାକୁ ମେଡ଼ିକାଲ ନେଇକି ଗଲେ ଏବଂ ମେଡ଼ିକାଲରେ ଡକ୍ଟର ଚେକଅପ୍ କଲେ। ଚେକଅପ୍ କଲା ପରେ ସେଇ ଠିକ୍ ସମୟରେ ତାର ମାଆର ହ୍ୱାଟ୍ସଆପ୍କୁ ସେ କେକ୍ କମ୍ପାନୀର ଗୋଟେ ମେସେଜ୍ ଆସିଲା କି ଆମେ ସେ ଚକୋଲେଟ୍ ଉପରେ ଥିବା ଚକୋଲେଟ୍ ଗୁଡ଼ା ଠିଆ କରିବା ପାଇଁ ଲୁହାର ପିନ୍ ଦେଇଥିଲୁ। ତାପରେ ଡକ୍ଟର ଏକ୍ସରେ କଲେ। ଏକ୍ସରେ ପରେ ଯାହା ବାହାରିଲା ଆପଣ ଶୁଣିକି ବି ଆଶ୍ଚର୍ଯ୍ୟ ହେବେ, 4ଟା ଲୁହା କଣ୍ଟା ତା ପେଟରେ ଥିଲା। ଆଜ୍ଞା ଏଇଠୁ ଭାବନ୍ତୁ ଛୁଆଟିର ପେଟରେ ଥିଲା ବୋଲି ଯନ୍ତ୍ରଣା ହେଲା ବୋଲି ସେମାନେ ଜାଣିପାରିଲେ ଯଥାଶୀଘ୍ର। ଯଦି ଅଧିକରୁ ଅଧିକ ଦିନ ହେଇଥାନ୍ତା ଆଜ୍ଞା ଛୁଆଟିର ଜୀବନ ଚାଲି ଯାଇଥାନ୍ତା। ସେଥିଲାଗି ଯେଉଁମାନେ ସମସ୍ତ ଗାର୍ଡ଼ିଆନ୍ ମାନେ ଆଉ ଛୋଟ ଛୁଆଙ୍କୁ ଅନୁରୋଧ କରାହେଉଛି ଯେଉଁମାନେ ବି ବାର୍ଥଡେ କେକ୍ ଆଣୁଛନ୍ତି ଦୟାକରି ଚେକିଂ କରିକି ଆଣନ୍ତୁ। ଆଉ ଯେତେ ନର୍ମାଲ ଡିଜାଇନ୍ ଆଣିବେ ସେତେ ଭଲ ଆପଣମାନଙ୍କ ପାଇଁ ଭଲ। ନହେଲେ ଏଇ କେକ୍ ପାଇଁ ଆପଣଙ୍କ ଛୁଆଙ୍କ ଜୀବନ ବି ଚାଲି ଯାଇପାରେ। ଭିଡ଼ିଓଟିକୁ ଯେତେ ମାତ୍ରାରେ ହେବ ସେୟାର କରନ୍ତୁ। ରହିଲି, ଜୟ ଶ୍ରୀ ଜଗନ୍ନାଥ।